ଶୁଣନ୍ତୁ, ମାନେ ଏଇଠି ଯୋଉମାନଙ୍କର ପ୍ରପର ଡକୁମେଣ୍ଟସ୍ ଅଛି, ଯୋଉମାନଙ୍କର ରାସନ ଭୋଟର ଆଧାର 2011 ମସିହାରୁ ଅଛି, କିନ୍ତୁ ସେଇମାନଙ୍କୁ ଘର ମିଳିଲାନି। ତ ମୋର ବି ଏଇଠିକାର ସବୁ ପ୍ରକାର ଡକୁମେଣ୍ଟସ୍ ଅଛି, କିନ୍ତୁ ମୋ ଘର ବି କଟା ହେଇଗଲା। ମୋର ବି ସାଙ୍ଗରେ ଚିଟିଂ କରାଗଲା। କିନ୍ତୁ ତାପରେ ବି ଆମେ କର୍ପୋରେଟର ମ୍ୟାଡାମ ଗତି ଗଲୁ, ଆଉ ପ୍ଲସ୍ ଯିବୁ କମିଶନ ସାର୍ଙ୍କ ଗତିକି। କିନ୍ତୁ ତାପରେ ଯାହା ହବ ଶେଷ ପର୍ଯ୍ୟନ୍ତ ମୁଁ ଲଢିବି। କିନ୍ତୁ ଯୋଉମାନେ ବିବାହିତା ଝିଅ ଘର ପାଇଛନ୍ତି, ଆଉ ଯୋଉ ରୁଲ ଅଛି ଆଉ ଯୋଉ ଗାଇଡଲାଇନ ଅଛି ସରକାରଙ୍କର, ସେଇଟାକୁ କ୍ରସ୍ କରି ଯାଇଛି। ବିବାହିତା ଝିଅ ପାଇଛନ୍ତି, ଅନମ୍ୟାରେଡ ପାଇଛନ୍ତି, ଆଉ ଗୋଟିଏ ଆଧାର ଆଉ ଗୋଟିଏ ଇଲେକ୍ଟ୍ରିକ ବିଲ୍, ଗୋଟିଏ ପାଣି ବିଲରେ ଗୋଟିଏ ଲୋକ ଦିଟା ଘର ପାଇପାରିବ କି? ବାପ ପାଇଛି, ପୁଅ ପାଇଛି ହେଲା। ଆଉ ଯୋଉମାନଙ୍କର ଗାଁରେ ଘର ଅଛି, ଆଉ ଆଗରୁ ଇନ୍ଦିରା ଆବାସକୁ ପାଇଛନ୍ତି, ପକ୍କା ଘର ଅଛି, ସବୁକୁ ପ୍ଲଟ ଅଛି, ଗାଡି ଅଛି, ସେମାନଙ୍କୁ ବି ଦିଟା ଘର ତିନିଟା ଘର ଦିଆଯାଇଛି। କାରଣ ମୁଁ ଆମର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଆଉ ଆମର କମିଶନର ସାର୍ଙ୍କୁ ଅନୁରୋଧ କରୁଛି, ଏଇଟା ପ୍ରପର ସର୍ଭେ ହଉ। ଆଉ ଯୋଉମାନେ ଜରି ପକେଇ ରହିଛନ୍ତି ସେମାନଙ୍କୁ ଘର ନାହିଁ, ଯୋଉମାନେ ଦୁଃଖରେ ଅଛନ୍ତି, ଭଡା ଦଉଛନ୍ତି, ଫୁଟପାଥରେ ବେପାର କରୁଛନ୍ତି, ସେମାନଙ୍କର ଘର ନାହିଁ। କିନ୍ତୁ ଯୋଉମାନଙ୍କର ଗାଁରେ ଘର ଅଛି, ଆଉ 4 ମହଲା 3 ମହଲା ଅଛି, ସେମାନଙ୍କୁ ସର୍ଭେ କରାହେଇନି, ଡାଇରେକ୍ଟ ଚାବି ଦିଆ ହେଇଛି। ଏଇଟା କଣ ଆଇନ, କାନୁନ, ସମ୍ବିଧାନ କୁହନ୍ତୁ? ଯୋଉ ଯୋଉ ଗରିବ ଏଇ ଯୋଉ ଲୋକ ଚାବି ପାଇଲେ, ଯୋଉ ଘର ପାଇଲେ, ସେଇ ଲୋକ କଣ ଏଇ ମୁଖ୍ୟମନ୍ତ୍ରୀ ସାର୍ଙ୍କୁ ଆଣିଛନ୍ତି? ସେଇ ଲୋକ କଣ ଏକା ଭୋଟ ଦେଇଛନ୍ତି? ସେମାନେ କେବେ ଭୋଟ ଦେଇନଥିବେ। କାରଣ ଯିଏ ଜରି ପକେଇ ରହିଛି ଆଉ ଯିଏ ଗରିବ ଅଛି, ସେଇ ଭୋଟ ଦେଇଛନ୍ତି। ତାଙ୍କରି ଖଣ୍ଡେ ଭୋଟରେ